ଶ୍ରୀମନ୍ଦିର ପୂର୍ବଦ୍ୱାରକୁ କ'ଣ କୁହନ୍ତି? ଅପସନ୍ ଏ ବ୍ୟାଘ୍ର ଦ୍ୱାର, ଅପସନ୍ ବି ଅଶ୍ୱଦ୍ୱାର, ଅପସନ୍ ସି ଗଜଦ୍ୱାର, ଅପସନ୍ ଡି ସିଂହଦ୍ୱାର। ସଠିକ ଉତ୍ତର ଅପସନ୍ ଡି ସିଂହଦ୍ୱାର। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରକୁ କ'ଣ କୁହନ୍ତି? ଅପସନ୍ ଏ ସିଂହଦ୍ୱାର, ଅପସନ୍ ବି ବ୍ୟାଘ୍ର ଦ୍ୱାର, ଅପସନ୍ ସି ଅଶ୍ୱଦ୍ୱାର, ଅପସନ୍ ଡି ଗଜଦ୍ୱାର। ସଠିକ ଉତ୍ତର ଅପସନ୍ ବି ବ୍ୟାଘ୍ର ଦ୍ୱାର। ଶ୍ରୀମନ୍ଦିର ଉତ୍ତର ଦିଗକୁ କ'ଣ କୁହନ୍ତି? ଅପସନ୍ ଏ ଗଜଦ୍ୱାର, ଅପସନ୍ ବି ସିଂହଦ୍ୱାର, ଅପସନ୍ ସି ଅଶ୍ୱଦ୍ୱାର, ଅପସନ୍ ଡି ବ୍ୟାଘ୍ର ଦ୍ୱାର। ସଠିକ ଉତ୍ତର ଅପସନ୍ ଏ ଗଜଦ୍ୱାର। ଶ୍ରୀମନ୍ଦିରର ଦକ୍ଷିଣ ଦିଗକୁ କ'ଣ କୁହନ୍ତି? ଅପସନ୍ ଏ ବ୍ୟାଘ୍ର ଦ୍ୱାର, ଅପସନ୍ ବି ଗଜଦ୍ୱାର, ଅପସନ୍ ସି ସିଂହଦ୍ୱାର, ଅପସନ୍ ଡି ଅଶ୍ୱଦ୍ୱାର। ସଠିକ ଉତ୍ତର ଅପସନ୍ ଡି ଅଶ୍ୱଦ୍ୱାର। ଶ୍ରୀ ଜଗନ୍ନାଥଙ୍କ ଶ୍ମଶାନକୁ କ'ଣ କୁହନ୍ତି? ଅପସନ୍ ଏ କୋଇଲିପୁର, ଅପସନ୍ ବି ସ୍ୱର୍ଗଦ୍ୱାର, ଅପସନ୍ ସି କୋଇଲି ବୈକୁଣ୍ଠ, ଅପସନ୍ ଡି ଛତିଆ ବଟ। ଉତ୍ତର ଅପସନ୍ ସି କୋଇଲି ବୈକୁଣ୍ଠ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମ ମାସ କେବେ? ଅପସନ୍ ଏ ଜ୍ୟେଷ୍ଠ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଶ୍ରାବଣ ମାସ, ଅପସନ୍ ଡି ଭାଦ୍ରବ ମାସ। ସଠିକ ଉତ୍ତର ଅପସନ୍ ଏ ଜ୍ୟେଷ୍ଠ ମାସ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ଥିବା ଚକ୍ରକୁ କ'ଣ କୁହନ୍ତି? ଅପସନ୍ ଏ ଚକ୍ରସ୍ଥଳୀ, ଅପସନ୍ ବି ଚକ୍ର ନୃସିଂହ, ଅପସନ୍ ସି ସୁଦର୍ଶନ ଚକ୍ର, ଅପସନ୍ ଡି ଚକ୍ରଫାସ। ସଠିକ ଉତ୍ତର ଅପସନ୍ ସି ସୁଦର୍ଶନ ଚକ୍ର। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ଉଡୁଥିବା ପତାକାକୁ କ'ଣ କୁହନ୍ତି? ଅପସନ୍ ଏ ଧ୍ୱଜବାନା, ଅପସନ୍ ବି କନ୍ଦରବାନା, ଅପସନ୍ ସି ନୀଳଚକ୍ର ବାନା, ଅପସନ୍ ଡି ପତିତପାବନ ବାନା। ସଠିକ ଉତ୍ତର ଅପସନ୍ ଡି ପତିତପାବନ ବାନା। ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ରକ୍ଷକ କିଏ? ଅପସନ୍ ଏ ବଳରାମ, ଅପସନ୍ ବି ଅର୍ଜୁନ, ଅପସନ୍ ସି ଲୋକନାଥ, ଅପସନ୍ ଡି ହନୁମାନ। ସଠିକ ଉତ୍ତର ଅପସନ୍ ସି ଲୋକନାଥ।